କିଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଯେଉଁ ଟପିକ୍ ଉପରେ ଡିସ୍କସନ୍ କରିବା ତ କମେଣ୍ଟ କରି କହୁଥିଲେ ସାର୍ କରି ପେପର୍ 4 ମଧ୍ୟ ଆମକୁ PYQ ପ୍ରଶ୍ନ ନେଇକି ଆସନ୍ତୁ ଦେଖିବା କେମିତି ଅଛି ହେଲା। ତ ଏଇଟା ଆପଣଙ୍କର ପିଲାମାନେ ଦେଖନ୍ତୁ ମଧ୍ୟଯୁଗ ଓଡ଼ିଆ ସାହିତ୍ୟର ଇତିହାସ କରି ପେପର୍ 4 ରହୁଛି ହେଲା। କରି ପେପର୍ 4 ଯେଉଁଟା ଆପଣଙ୍କର ସେମିଷ୍ଟାର 2 ହେଲା ମେଜର ଏ ପେପର୍ 4ର ଦେଖିବା କ୍ୱେଶ୍ଚିନ୍ କେମିତି ଆସୁଛି 2025ର ଏଇଟା 2025ର ଦେଖିପାରୁଥିବେ ତୁମର ଦେଖା ମାନେ ମେନସନ୍ ହେଇଛି। ତ ଦେଖିବା କ୍ୱେଶ୍ଚିନ୍ କେମିତି ଆସୁଛି ଆମେ ଦେଖିଲେ ଜାଣିପାରିବା ଯେଉଁମାନଙ୍କର ଆଗକୁ ଅଛି ଏକ୍ଜାମ୍ ନିହାତି ଭାବରେ ଆପଣଙ୍କର ବହୁତ ହେଲ୍ପଫୁଲ୍ ହୋଇପାରିବ। ମୁଁ ଆପଣମାନଙ୍କ ସହିତ କ୍ୱେଶ୍ଚିନ୍ ସହିତ ଆନ୍ସର୍ ମଧ୍ୟ କହିଦେବି ତେଣୁକରି ସମସ୍ତେ ଭିଡ଼ିଓକୁ ସମସ୍ତେ ଲାଷ୍ଟ ଦେଖିବେ। ଚ୍ୟାନେଲକୁ ନ ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଯାହାକି ଆମେ ପ୍ରତ୍ୟେକ ଦିନ ଆମେ ତାର ସିଲେକ୍ସନ୍ କ୍ୱେଶ୍ଚିନ୍ ଆମେ ଡିସ୍କସନ୍ କରିଛୁ ହେଲା। ତ ଦେଖ ଚାଲ ଭିଡ଼ିଓକୁ ଫଟାଫଟ ଷ୍ଟାର୍ଟ କରିବା। ଭାବିଲେ ପ୍ରଥମ କ୍ୱେଶ୍ଚିନ୍ ଦେଖନ୍ତୁ 10ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ଆମଙ୍କର। ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ। ତ ପ୍ରଥମ କ୍ୱେଶ୍ଚିନ୍ ଉପେନ୍ଦ୍ର ଭଞ୍ଜ କେଉଁ ମନ୍ତ୍ର ଜପ କରି ସିଦ୍ଧି ଲାଭ କରିଥିଲେ? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଉପେନ୍ଦ୍ର ଭଞ୍ଜ ଆପଣଙ୍କର ରାମ ତାରକା ମନ୍ତ୍ର କେଉଁ ମନ୍ତ୍ର? ରାମ ତାରକା ମନ୍ତ୍ର ଜପ କରି ଯେଉଁଟାକି ଆପଣଙ୍କର ସିଦ୍ଧି ଲାଭ କରିଥିଲେ। ସେକେଣ୍ଡ ପ୍ରଶ୍ନ ରହୁଛି ଆପଣଙ୍କର ଦେଖ ସେକେଣ୍ଡ ପ୍ରଶ୍ନ ଆପଣଙ୍କର ରହିବ ଦେଖ ପ୍ରଥମ ଓଡ଼ିଆ କାଳ୍ପନିକ କାବ୍ୟର ନାମ କ'ଣ ହେଲା? ପ୍ରଥମ ଓଡ଼ିଆ କାଳ୍ପନିକ କାବ୍ୟ ହେଉଛି କଳ୍ପଲତା। ତ ଲେଖକ କିଏ? ଅର୍ଜୁନ ଦାସ ହେଲା। ଅର୍ଜୁନ ଦାସ ଲେଖିଛନ୍ତି। ଯଦି ଆସିବ କଳ୍ପଲତାର ମାନେ ଲେଖକ କିଏ ତାହେଲେ ଲେଖିବ ଅର୍ଜୁନ ଦାସ। ତ ପରବର୍ତ୍ତୀ ପ୍ରଶ୍ନ ଦେଖିବା ଛନ୍ଦ ଶବ୍ଦଟି କେଉଁ ଧାତୁରୁ ସୃଷ୍ଟି ହୋଇଛି? ଛନ୍ଦ ଧାତୁରୁ। କେଉଁ ଧାତୁରୁ? ଛନ୍ଦ ଧାତୁରୁ। ପରବର୍ତ୍ତୀ ପ୍ରଶ୍ନ ଯିବା ଭାଷା ସୁପକ ରମ୍ବା ପ୍ରାୟ ଏଠାରେ ରମ୍ବାର ଅର୍ଥ କ'ଣ? କଦଳୀ। ରମ୍ବାର ଅର୍ଥ ହେଉଛି କଦଳୀ ହେଲା। ପରବର୍ତ୍ତୀ ପ୍ରଶ୍ନ ଦେଖିବା ସାୟଣାଚାର୍ଯ୍ୟ କିଏ? ଦେଖ এইଭଳିଆ କ୍ୱେଶ୍ଚିନ୍ ଆସୁଛି ତ ନିହାତି ଭାବରେ ଆପଣମାନେ ପଢ଼ିବାକୁ ପଡ଼ିବ। ବହୁତ ମାନେ ଭିତରିଆ କ୍ୱେଶ୍ଚିନ୍ ପଡ଼ୁଛି। ଜଣେ ଦେଖନ୍ତୁ ଏଇଟା ପ୍ରସିଦ୍ଧ ଟୀକାକାର ବୋଲି ଏଠାରେ ଲେଖାଯାଇଛି ବା କୁହାଯାଇପାରେ। ଅଦ୍ଭୁତ ରସର ସ୍ଥାୟୀ ଭାବ କ'ଣ? ଦେଖ এইটা ଆମକୁ ରସରୁ ଆସିଛି ହେଲା। ରସରୁ ପ୍ରଶ୍ନ ଆସିଛି। ଅଦ୍ଭୁତ ରସର ସ୍ଥାୟୀ ଭାବ ହେଉଛି ବିସ୍ମୟ। ମନେ ରଖିବେ। ବ୍ୟଭିଚାରୀ ଭାବର ଅନ୍ୟ ନାମ କ'ଣ? ସଞ୍ଚାରୀ ଭାବ। ବ୍ୟଭିଚାରୀ ଭାବର ଅନ୍ୟ ନାମ ସଞ୍ଚାରୀ ଭାବ। ନେକ୍ସଟ ପରବର୍ତ୍ତୀ ପ୍ରଶ୍ନ ମାନ କେତେ ପ୍ରକାର ହେଲା? ଚାରି ପ୍ରକାର ମାନ ହେଉଛି ଚାରି ପ୍ରକାର। ପରବର୍ତ୍ତୀ ପ୍ରଶ୍ନ ଚୌପଦୀକୁ ହିନ୍ଦୀରେ କ'ଣ କୁହାଯାଏ? ଚୌପଦୀ ହେଲା। ଚୌପଦୀ ବା ଚୌପଦୀ ବୋଲି କୁହାଯାଏ। ହିନ୍ଦୀରେ ଚୌପଦୀ ବା ଚୌପିଆ ବୋଲି କୁହାଯାଏ। ତ ପରବର୍ତ୍ତୀ ପ୍ରଶ୍ନ ଦେଖନ୍ତୁ ହାସ୍ୟ କଲ୍ଲୋଳ କିଏ ଲେଖିଛନ୍ତି? ଲାଷ୍ଟ ପ୍ରଶ୍ନ ଦେଖନ୍ତୁ 1 ମାର୍କର ହାସ୍ୟ କଲ୍ଲୋଳ ଗୋପାଳ କୃଷ୍ଣ ପଟ୍ଟନାୟକ। ଓକେ ଗୋପାଳ କୃଷ୍ଣ ପଟ୍ଟନାୟକ। ତ ଏହା ଦେଖନ୍ତୁ ଆମଙ୍କର ସର୍ଟ କ୍ୱେଶ୍ଚିନ୍ ଥିଲା 1 ମାର୍କର। ବର୍ତ୍ତମାନ ପିଲା ଦେଖିବା ମାନେ 2 ମାର୍କର ହେଲା। ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ 50ଟି ଶବ୍ଦ ମଧ୍ୟରେ ଉତ୍ତର ଦିଅ ବୋଲି ଏଠାରେ ଲେଖିଛି। ତ ଦେଖିବା କାବ୍ୟ ପାକ କହିଲେ କ'ଣ ବୁଝ? କାବ୍ୟ ପାକ କହିଲେ କ'ଣ ବୁଝ? ତ କ୍ୱେଶ୍ଚିନ୍ ଆପଣଙ୍କୁ ଟିକେ ମାନେ ଲାଗୁଥିବ କି ଏଇଟା କ'ଣ ମାନେ ବୁଲେଇ ବଙ୍କେଇ ଦେଇଛି। ପାକ ମାନେ କ'ଣ ହେଲା? ତ ଏଇଠାରେ ମାନେ ପାକର ଅର୍ଥ ରନ୍ଧା ବା ସିଦ୍ଧ ହେବା ବୁଝିପାରିଲେ। ତ ଆପଣମାନେ ଟିକେ ବୁଝିବାକୁ ପଡ଼ିବ। ତ ପରବର୍ତ୍ତୀ ପ୍ରଶ୍ନ ରୀତିକାବ୍ୟର ବ୍ୟତିକ୍ରମ କେଉଁ ଦୁଇଟି କାବ୍ୟରେ ଦେଖିବାକୁ ମିଳେ? କ'ଣ କୁହାଯାଇଛି? ରୀତିକାବ୍ୟର ବ୍ୟତିକ୍ରମ କେଉଁ ଦୁଇଟି କାବ୍ୟର ଦେଖିବାକୁ ମିଳେ? ଉପମା ଭଞ୍ଜ ବୀରସ୍ୟ ଏହାର ଭାବାର୍ଥ କ'ଣ? ଏଇଟା ମନେ ରଖ ଉପମା ଭଞ୍ଜ ବୀରସ୍ୟ ଏହାର ଭାବାର୍ଥ ତାର ଅର୍ଥ କ'ଣ ଏଠାରେ କହିବାକୁ ପଡ଼ୁଛି? ଉପେନ୍ଦ୍ର ଭଞ୍ଜଙ୍କର ଏଇଟା ହେଲା। ନେକ୍ସଟ ପରବର୍ତ୍ତୀ ପ୍ରଶ୍ନ ପୂର୍ବରାଗ କହିଲେ କ'ଣ ବୁଝ? ଏହା ମଧ୍ୟ ଆମଙ୍କର ବହୁତ ବଢ଼ିଆ କ୍ୱେଶ୍ଚିନ୍। ଏଇଟା ଆମକୁ ଲେଖିପାରିବେ। ଶ୍ଲେଷ ଅଳଙ୍କାରର କେତେ ପ୍ରକାର ଓ ସେଗୁଡ଼ିକର ନାମ କ'ଣ? ଶ୍ଲେଷ ଅଳଙ୍କାର କେତେ ପ୍ରକାର ସେଗୁଡ଼ିକର ନାମ ଲେଖିବେ। ଅନୁଭାବ କାହାକୁ କୁହାଯାଏ? କେଉଁ କାରଣରୁ ପ୍ରବାସ ଦଶା ଭୋଗିବାକୁ ପଡ଼େ? ପିଲା ଦେଖନ୍ତୁ ଏଇ କ୍ୱେଶ୍ଚିନ୍ ଯାକ ମୁଁ ଆପଣଙ୍କୁ ମାନେ ପ୍ରାକ୍ଟିସ୍ କରାଇଛି। ଏଇ କ୍ୱେଶ୍ଚିନ୍ କ'ଣ ମାନେ ବୁଝନ୍ତୁ। ପ୍ରଥମେ ବୁଝିଲେ ଆପଣ ଲେଖିପାରିବେ। ଯଦି ବୁଝିପାରିବେ ନାହିଁ ତାହେଲେ ଲେଖିପାରିବେନି। ତେଣୁକରି ପ୍ରତ୍ୟେକ ଯେଉଁମାନେ ବି ନୂଆ ଆସିଛୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ମୁଁ ଏହାର ପ୍ରତ୍ୟେକଟି କ୍ଲାସ୍ କରୁଛି ଆଗକୁ ମଧ୍ୟ ଆପଣଙ୍କୁ ନେଇକି ଆସିବି ହେଲା। ଭିଡ଼ିଓ କେମିତି ଆପଣଙ୍କର କ୍ୱେଶ୍ଚିନ୍ କେମିତି ଆସିଛି ମୁଁ ତାର ଏକ୍ଜାମ୍ ରିଲେଟିଭ୍ରେ ମୁଁ ଆପଣଙ୍କୁ କ୍ୱେଶ୍ଚିନ୍ ନେଇକି ଆସିବି। ତ ଏଇଟା କେଉଁ କାରଣରୁ ପ୍ରବାସ ଦଶା ଭୋଗିବାକୁ ପଡ଼େ? ଓଡ଼ିଆ କୋଇଲି ଉପରେ ସଂସ୍କୃତରେ କେଉଁ କାବ୍ୟର ପ୍ରଭାବ ପଡ଼ିଛି ହେଲା? ଚତୁର ବିନୋଦରେ କେତୋଟି ବିନୋଦ ରହିଛି ସେଗୁଡ଼ିକର ନାମ ଲେଖ। ଦେଖ ଏଇଭଳିଆ କ୍ୱେଶ୍ଚିନ୍ ପଡ଼ୁଛି। ଟିକେ ଦେଖିକି ଆପଣ ପଢ଼ିବେ ଭଲକି ପଢ଼ିକି ଯାଇବେ ହେଲା। ତ ପରବର୍ତ୍ତୀ ପ୍ରଶ୍ନ ପିଲା ଦେଖିବା ଆମେ 8ଟି ପ୍ରଶ୍ନର ଉତ୍ତର ଯେଉଁଟାକି ଲଙ୍ଗ୍ କ୍ୱେଶ୍ଚିନ୍ ଦେଖିବା। ଲଙ୍ଗ୍ କ୍ୱେଶ୍ଚିନ୍ ପ୍ରାୟତଃ ଆମକୁ ବହୁତ ସହଜ ଆସେ ହେଲା। ମଧ୍ୟଯୁଗୀୟ ଓଡ଼ିଆ କାବ୍ୟର ବୈଶିଷ୍ଟ୍ୟ ଲେଖ। ମଧ୍ୟଯୁଗୀୟ ସାହିତ୍ୟକୁ ଦରବାରୀ ସାହିତ୍ୟ କାହିଁକି କୁହାଯାଏ ହେଲା? କାହିଁକି କୁହାଯାଏ? ନାରୀ ରୂପ ବର୍ଣ୍ଣନାର ପ୍ରକାରଭେଦ ଲେଖ। ମଧ୍ୟଯୁଗୀୟ ବୈଷ୍ଣବ କାବ୍ୟର ସୂଚନା ଦିଅ। ରସୋତ୍ପତ୍ତି ସମ୍ବନ୍ଧୀୟ ବିଭିନ୍ନ ମତବାଦ ବିଷୟରେ ଲେଖ।
ଭାବାଦର୍ଶ କହିଲେ କ'ଣ ବୁଝ? ଭାବାଦର୍ଶ କହିଲେ କ'ଣ ବୁଝ? ପରବର୍ତ୍ତୀ ପ୍ରଶ୍ନ, ଭଜନ ଜଣାଣ ମଧ୍ୟରେ ଉଦାହରଣ ପାର୍ଥକ୍ୟ ଲେଖ। ହେଲା, ବହୁତ ଇଜି କ୍ୱେଶ୍ଚନ୍ ପଡ଼ିଛି। ମଧ୍ୟଯୁଗୀୟ ଗଦ୍ୟର ଲକ୍ଷଣ ନିର୍ଦ୍ଦେଶ କର। ଉପେନ୍ଦ୍ର ଭଞ୍ଜଙ୍କର କବିତ୍ୱ ପ୍ରାପ୍ତି ସମ୍ପର୍କରେ ଲେଖ। ଓଡ଼ିଆ କୋଇଲି ସାହିତ୍ୟ ବିଷୟରେ ଉଲ୍ଲେଖ କର। ଏଭଳିଆ କ୍ୱେଶ୍ଚନ୍ ଆସୁଛି, ତ ନିହାତି ଭାବରେ ପଢ଼ିବେ, ଭଲ କି ଯିବେ। ହେଲା, ଲଙ୍ଗ୍ କ୍ୱେଶ୍ଚନ୍ ଦେଖିବା ଟିକେ। ଲୋକ 8ଟି ଶବ୍ଦ ମଧ୍ୟରେ ଆମକୁ ଲେଖିବାକୁ ପଡ଼ିବ। ତ ଲଙ୍ଗ୍ କ୍ୱେଶ୍ଚନ୍ ଦେଖିବା ତାହେଲେ ଦେଖ, ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ସାମାଜିକ ସାଂସ୍କୃତିକ ପୃଷ୍ଠଭୂମି ଲେଖ। ବହୁତ ବଢ଼ିଆ କ୍ୱେଶ୍ଚନ୍। ଅଳଙ୍କାର ହେଉଛି କାବ୍ୟର ସ୍ୱଭାବବର୍ଦ୍ଧିକ ଉପାଦାନ। ମଧ୍ୟଯୁଗୀୟ କାବ୍ୟର ଆଧାରରେ କ'ଣ ବିଚାର କର। ହେଲା, ଆଧାରରେ ବିଚାର କର। ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ବିଷୟ ବିନ୍ୟାସ କ'ଣ? ବିଷୟ ବିନ୍ୟାସ କୌଶଳ ବିଷୟରେ ଲେଖ। ମଧ୍ୟଯୁଗୀୟ ଓଡ଼ିଆ କାବ୍ୟରୁ ରସର ସ୍ୱରୂପ ଉଦ୍ଘାଟନ କର। ଓଡ଼ିଆ ଚଉତିଶାର ପରିଚୟ ପ୍ରଦାନ କର। ମଧ୍ୟଯୁଗୀୟ ଓଡ଼ିଆ ଗଦ୍ୟ ସାହିତ୍ୟ ଇତିହାସ ବିଷୟରେ ଲେଖ। ତ ଏଇଠି ଥିଲା ଆମର ଲଙ୍ଗ୍ କ୍ୱେଶ୍ଚିନ୍ ଥିଲା ପିଲେ। ତ ଏମିତି ଦେଖନ୍ତୁ ପଢ଼ିବେ ମାନେ ଏଇଭଳିଆ କ୍ୱେଶ୍ଚିନ୍ ଆସୁଛି। ତେଣୁକରି ମାନେ ଦେଖ, ମଧ୍ୟଯୁଗୀୟ ତୁମେ ଲଙ୍ଗ୍ କ୍ୱେଶ୍ଚିନ୍କୁ ବା ସର୍ଟ କ୍ୱେଶ୍ଚିନ୍ ହେଉ, ଯାହା ବି ଆମର 5 ମାର୍କ ହେଉ, ମାନେ ଟିକେ ଏଇ ମାନେ କ'ଣ କ୍ୱେଶ୍ଚିନ୍ରୁ ଜାଣିପାରିଥିବ କେମିତି କ୍ୱେଶ୍ଚିନ୍ ପକାଉଛନ୍ତି ଏବଂ କେଉଁ ମାନେ ଭିତରୁଆ କ୍ୱେଶ୍ଚିନ୍ ମାନେ କ'ଣ କହିପାରିବା। ଚାପ୍ଟରରୁ ଲାଷ୍ଟ ଚାପ୍ଟରରୁ ଆପଣଙ୍କର ବହୁତ ଗୁଡ଼ିଏ କ୍ୱେଶ୍ଚିନ୍ ଦେଖ। ଏଇଟା ଆପଣଙ୍କର ମଧ୍ୟଯୁଗର ଚଉତିଶା। ହେଲା, ଚଉତିଶା ଆପଣଙ୍କର ବହୁତ ମାନେ ଲାଷ୍ଟ ଚାପ୍ଟର ରହୁଛି, ୟୁନିଟ୍ 4 ରହୁଛି। ହେଲା, ମଧ୍ୟଯୁଗର ଗଦ୍ୟ ସାହିତ୍ୟ ତାର ୟୁନିଟ୍ 4 ରହୁଛି। ତେଣୁକରି ପ୍ରଥମେ ତୁମେ କ'ଣ ମାନେ ଲାଷ୍ଟ ଚାପ୍ଟରରୁ ପୁରା ପ୍ରିପେୟାର ହେଇକି ପୁରା ଯିବେ ଲାଷ୍ଟ ଚାପ୍ଟର ପର୍ଯ୍ୟନ୍ତ, ବୁଝିପାରିଲେ। ୟୁନିଟ୍ 4, ୟୁନିଟ୍ 3, ୟୁନିଟ୍ 2 ଏମିତି ପୁରା ପ୍ରିପେୟାର ହେଇକି ଯିବେ, ଭଲକି ପ୍ରିପେୟାର ହେଇକି ଯିବେ, ତାହେଲେ ଯାଇକି ଆପଣ ଲେଖିପାରିବେ। ଲାଷ୍ଟ ଚାପ୍ଟରକୁ ଅଧିକ କ'ଣ ଗୁରୁତ୍ୱ ବେଶିକି ଦେବେ, ବୁଝିପାରିଲେ। ତ ଆଜି ପାଇଁ ଏତିକି ଥିଲା, ଯେଉଁଟାକି ଆମଙ୍କର PY ପ୍ରଶ୍ନ ସିବୁଲେ। ଦେଖନ୍ତୁ ମୁଁ ଆମକୁ ଇୟର କୋର୍ ପେପର୍ 4ର ମଧ୍ୟ ସିଲେକ୍ସନ୍ କେମିତି ମୁଁ ଆମକୁ ଦେଇଦେବି। ସମସ୍ତେ ଚ୍ୟାନେଲ୍ ସହିତ ଯୋଡ଼ି କରନ୍ତୁ, ମୁଁ ଆମକୁ ସିଲେକ୍ସନ୍ କ୍ୱେଶ୍ଚିନ୍ ଦେଇଦେବି। ହେଲା, ତ ଏଇଠି ରହିଲି, ଧନ୍ୟବାଦ।